ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଧ ଷଡ଼ବିଂଶ ଅଧ୍ୟାୟ। ପରୀକ୍ଷିତ ଉବାଚ। ବିଚିତ୍ର ଗତି ଲୋକଙ୍କର ତୁମ୍ଭେ କହିଲ ମୁନିବର, ଏ କଥା ସଂଶୟ ମୋ ମନେ ଏବେ କହିବା ବିଦ୍ୟମାନେ। ଏବେ କହିବା ଫଳ ଭାବ ଯେମନ୍ତେ ତରଇ ଅର୍ଣ୍ଣବ। ଶୁକ ଉବାଚ। ତ୍ରିଗୁଣେ ବିଚିତ୍ର ହୁଅଇ ଶୁଣ ପରୀକ୍ଷ ମନ ଦେଇ, କର୍ତ୍ତାର ମତେ ଫଳ ପାଇ ଶ୍ରଦ୍ଧା ଅଶ୍ରଦ୍ଧା ବେନି ହୋଇ। ସାତ୍ୱିକ କର୍ମୀ ହୁଏ ସୁଖୀ, ରାଜସ କର୍ମୀ ସୁଖ ଦୁଃଖୀ। ରାଜସ୍ୱ କର୍ମୀ ସୁଖୀ ଦୁଃଖୀ। ସାତ୍ୱିକ କର୍ମୀ ହୁଏ ସୁଖୀ, ରାଜସ କର୍ମୀ ସୁଖୀ ଦୁଃଖୀ। ତାମସ ଦୁଃଖୀ ଯେ ବିମୂଢ଼, ଏ ତତ୍ତ୍ୱ ବୁଝେ ନାହିଁ ମୂଢ଼। ଯେତେ ଅଧର୍ମକାରୀ ଗଣ ସର୍ବଦା ତମର ଅଧୀନ, ତମ ଗୁଣଙ୍କ ଏହି ବ୍ରତ ଲଭନ୍ତି ଫଳ ବିପରୀତ। ସକଳ ଏକ ଭାବ ହୋଇ କେବେହେଁ କେହି ନ ଭଜଇ, ଏ ଅନନ୍ତରେ ଏବେ ଶୁଣ ନିଷିଦ୍ଧ ଅଧର୍ମ ଲକ୍ଷଣ। ଧର୍ମ ଅଧର୍ମ ବେନିମତ, ଶ୍ରଦ୍ଧା ଅଶ୍ରଦ୍ଧା ଯେ ବିଦିତ। ସମାନ କର୍ମ ଫଳ ମାନ, କାହାରି ନୁହଁଇ ରାଜନ। ଯେତେ ଅବିଦ୍ୟା କାମ୍ୟ କର୍ମ, ଏହା ଲକ୍ଷଣ ପରିଣାମ। ଗତି ଯେ ଶତ ଶତ ମତ, ପ୍ରବୃତ୍ତ ହୁଏ ପରୀକ୍ଷିତ। ଏହାର ଗତି ଅଗୋଚର, ବିସ୍ତାରି ବର୍ଣ୍ଣିବୁ ଅପର। ପରୀକ୍ଷିତ ଉବାଚ। ଭୋମୁନି ତ୍ରିଲୋକ ବାହାରେ, ନରକ କିବା ଅନ୍ତରାଳେ, କିବା ତ୍ରିଭୁବନ ମଧ୍ୟରେ, କହିବା ସାବଧାନେ ମୋରେ। ଶୁକ ଉବାଚ। ସେ ତତ୍ତ୍ୱ ଶୁଣନ୍ତୁ ରାଜନ, କହନ୍ତି ଋଷି ହୃଷ୍ଟମନ। ତ୍ରିଜଗତର ଅନ୍ତରାଳ, ଦକ୍ଷିଣ ଦିଗେ ମହୀପାଳ। ଭୂମିର ତଳେ ଜଳ ପରେ, ଅଗ୍ନି ସ୍ୱାତ ସଭା ତହିଁରେ। ସକଳ ପିତୃଗଣ ଯେତେ, ସ୍ୱଗୋତ୍ର କଲ୍ୟାଣ ନିମନ୍ତେ। ଯହିଁ ବସନ୍ତି ହେ ରାଜନ, ତହିଁ ଅନ୍ତକ ଭଗବାନ। ଅନ୍ତେ ଜୀବକୁ ସେ ନିଅନ୍ତି, ଯମ ପୁରୁଷେ ଦଣ୍ଡ ଦିଅନ୍ତି। ଦୋଷ ଯେ କର୍ମ ଅନୁସରି, ଯେ ପ୍ରାଣୀ ଯାହା ଥାଇ କରି। ଭଗବତ ଆଜ୍ଞା ଲଙ୍ଘନ, ବିପଥେ ଯେ କରେ ଗମନ। ତାହାଙ୍କୁ ନେଇ ଦଣ୍ଡଧର, ଦଣ୍ଡ ଯେ ଦିଅନ୍ତି ଅପାର। ଏକବିଂଶତି ପ୍ରକାରେ, ନରକେ ଅଛନ୍ତି ଯହିଁରେ। ଯେ ରୂପ ଯେ ନାମ ଲକ୍ଷଣ, କହିବା ଶୁଣ ହେ ରାଜନ। ଅନ୍ଧକୂପ ଯେ ଅସି ପତ୍ର, ଶୂକର ମୁଖ କାଳସୂତ୍ର। ଗୌରବ ମହା ଯେ ନରକ, ରୌରବ ମହା ଯେ ନରକ। ଅନ୍ଧ ତାମିଶ୍ର କୁମ୍ଭୀପାକ, ତାମିଶ୍ର ଯେ କୃମି ଭୋଜନ। ସନ୍ଦଂଶ ତପ୍ତ ଶୂର୍ମି ନାମ, ବଜ୍ରକଣ୍ଟକ ଶାଳମଳ। ବୈତରଣୀ ମହୀପାଳ, ପ୍ରାଣରୋଧ ଯେ ବିଶୋଷଣ। ପୁୟୋଦ ସାର ମୟୋଦନ, ଅପରେ ଅବିଚି ରାଜନ। ଲୀଳା ଭକ୍ଷ୍ୟ ଯେ ଅୟପାନ। ଶୂଳ ପ୍ରୋତ କ୍ଷାର କର୍ଦ୍ଦମ, ଯେ ବାରକ୍ଷ୍ୟୋ ଗଣ ଭୋଜନ। ଅବଟ ନିରୋଧନ ଆର, ଦଣ୍ଡ ଶୁକ ନାମେ ଅପର। ଶୁଚି ମୁଖ ପର୍ଯ୍ୟାବର୍ତ୍ତନ, ଅଷ୍ଟବିଂଶତି ଏହୁ ନାମ। ଏ ଯେ ନରକ ମହୀପାଳ, ବିବିଧ ଯାତନାର ସ୍ଥଳ। ପର ସ୍ତ୍ରୀ ଅପତ୍ୟ ଧନ, ଯେ ପ୍ରାଣୀ କରଇ ହରଣ। ସେ କାଳ ପାଶେ ବନ୍ଦୀ ହୋଇ, ଯମର ପୁରେ ଦୁଃଖ ପାଇ। ତାମିଶ୍ର ନରକେ ପଡ଼ଇ, ନାନା ଯାତନା ସେ ଭୁଞ୍ଜଇ। କ୍ଷୁଧା ପିପାସାରେ ପୀଡ଼ିତ, ହୋଇ ସେ ଦଣ୍ଡରେ ତାଡ଼ିତ। ନାନା ତର୍ଜନା ଯେ ପ୍ରହାର, ଯେତେ ଯାତନା ଭୟଙ୍କର। ପରମ କଷ୍ଟ ପାଇ ତହିଁ, କ୍ଷଣ କ୍ଷଣକେ ମୋହ ପାଇ।
अंधता मिश्रे ए प्रकारे जातना प्राणी भोग करे कपटे परदारा हरि जेबे ता मिश्रण हो बुरी तेबे पड़ई से जे तही जातना सिंधुरे बुड़ई नष्ट हुई मति तार दृष्टि नाशई नृपवर मोहि मोहर भाव बही प्राणी द्रोह को जे चिंतई कुटुंब पाई हिंसा बही से प्राणी रौरवे पड़ई से जीव हिंसन्ति संसारे ताहांकु पर जे लोकरे रौरव मूर्ति जीव होई सेठारे ताहांकु हिंसई महारौरव एहि मत जहि क्रूर जीव विदित तहिरे जे प्राणी पड़ई रौरव क्रव्यादि ता खाई तहिरे जे प्राणी पड़ई रौरव द्रव्यादि ता थाई जे नर पशु पक्षी मान प्राण थाऊ करे रंधन राक्षसु बळी से ही होई कुंभी पाकरे से पड़ई तपत तैले ताहार रंधन हुई शरीर कालसूत्र नरक नाम विस्तार अयुत योजन ताम्रपय जे भूमि तार उपरे थाई जे भास्कर अधोभागरे अग्नि थाई एमंत नरक अटई जे नर ब्रह्म हत्या करे से तही पड़ई निर्भरे तपत सुवर्ण फुटई तही से दगध हुई क्षण के उठई लोटई बसई व्याकुले धामई क्षुधा पिपासा पीड़ा मान क्षण के हुए अचेतन पशुर देहे रोम जेते वर्ष तावत से ही मते अत्यंत जातना भुंजई से प्राणी तही पड़ी थाई जे निज धर्म पथ छाड़ी वेद वचन निंदे हुड़ी पाषंड बोली ताकू कही असी पत्र रे से पड़ई लौह मुद्गर ता उपरे प्रहार करन्ति निर्भरे अदोषे दंडन्ति जे नरे पापी भुंजन्ति तम घोरे अत्यंत पाप राशि बही शुकर मुखे से पड़ई तहिरे पुरोई निर्भरे नाना आयुधर प्रहारे इक्षुदंडर प्राय करी ताकू पेशन्ति दंडधारी अत्यंत कष्ट कुसे पाई क्षण क्षण के मोह जाई ए जे संसारे नर देही क्षुद्र प्राणी को पीड़ा देई हिंसई ज्ञानहीन मते संताप लभई ते मन्ते से प्राणी परलोके जाई अंधकू परे पड़ी थाई जे ग्रास न बांटे भुंजई बायस तुल्यताकू कही नरक जे कृमि भोजन नरक मानंके अधम शत सहस्र जे योजन जे कृमि कुंड परिमाण तहु पड़ई सेहु नर उग्र जातनार जे घर कृमि को भक्ष्यई से जन ताकू भक्ष्यन्ति कृमिमान जावत कर्म क्षय नोहे तावत तही सेहु रहे विप्रर द्रव्य जे हरई संतन से पीड़ा से लभई अगम्य स्त्री जे रमई तप्त सुरमेरे से पड़ई नारी बा अगम्य पुरुषे चित्त बड़ाई रति आसे तपत लौह मूर्तिमान ताकू करान्ति आलिंगन पुरुष रूपी स्त्री पुरुष रूप स्त्री गमन स्त्री ये पुरुष वेत्तारे अगम्य पश्वादि गमन करई पाषाण्ड जे जन वज्रकंटक शालमणि रे आरोह करान्ति ताहारे जे राज पुरुष पर करन्ति धर्म से तु दूर
ଧର୍ମ ଆଚରେ ଯେହୁ ନର ତାଙ୍କୁ ହିଂସନ୍ତି ଯେ ପାମର। ସେ ଅନ୍ତେ ବୈତରଣୀରେ ପାପିଷ୍ଠେ ପଡ଼ନ୍ତି ନିର୍ଭରେ। ନିରୟ ପରୀକ୍ଷା ଯାହାର ଏମନ୍ତ ଯେଉଁ ନ ଦେବର। ତହିଁର ଜଳ ଜନ୍ତୁମାନ ପାପୀଙ୍କୁ କରନ୍ତି ଭକ୍ଷଣ। ମୂତ୍ର ପୁରିଷ ଯେ ଶୋଣିତ ନଖ ମେଦ ଅସ୍ଥି ବହୁତ। ଏଥି ପଡ଼ିଣ ତାପ ପାଇ ବାସନା କର୍ମ ସୁମରଇ। ବୃଷଳି ଗମନ ଯେ କରେ ଶୌଚ ଆଚାର ପରିହରେ। ନିର୍ଲଜ ଭାବକୁ ବହଇ ନିତ୍ୟେ ନିୟମକୁ ଛାଡ଼ଇ। ଅନ୍ତେ ସେ ପୁୟୋଦେ ପଡ଼ଇ ଶ୍ଳେଷ୍ମା ଯେ ମଳମୂତ୍ର ଯହିଁ। ଅତି ବିଭତ୍ସ ଯେ ଭୋଜନ ତାହାକୁ ଭୁଞ୍ଜଇ ସେ ଜନ। ମୃଗୟା ବିହାରେ ଯେ ନର ପ୍ରବୃତ୍ତ ହୋଇ ବାରମ୍ବାର। ମୃଗାଦି ବାଳ ପଶୁମାନ ବହୁତ ମାରନ୍ତି ରାଜନ। ବିବିଧ ବାଣେ ଯମଦୂତ ତାକୁ ପ୍ରହାରନ୍ତି ବହୁତ। କପଟ ଯଜ୍ଞେ ଯେହୁ ନର ଦମ୍ଭ ଆଚରି ପଶୁ ମାରେ। କପଟ ଯଜ୍ଞେ ଯେହୁ ନରେ ଦମ୍ଭ ଆଚରି ପଶୁ ମାରେ। ସେ ଲୋକ ବିଶୋଷଣ ନାମେ ନରକେ ପଡ଼ନ୍ତି ସମାନେ। ପତ୍ନୀ କି ରେତକୁ ପିଆଇ ଯେ ଜନ କାମ ବଶ ହୋଇ। ଅମୂତ୍ର ରେତ ଯେ କୁଲ୍ୟାରେ ରେତକୁ ପିଆନ୍ତି ତାହାରେ। ସେ ନର ଯେ ନର ଗୃହେ ଅଗ୍ନି ଦେଇ କପଟେ ଗରଳ ଭୁଞ୍ଜାଇ। ସେ ପରଲୋକ ଯେବେ ଯାଇ ବିବିଧ ଯାତନା ଭୁଞ୍ଜଇ। ଉଗ୍ରଦର୍ଶନ ଶ୍ୱାନ ସତ ତାକୁ ଭୁଞ୍ଜନ୍ତି ଅବିରତ। ସନ୍ଧ୍ୟାରେ ମିଥ୍ୟା ଯେ କହଇ ଅବିଚି ନରକେ ପଡ଼ଇ। ଅଧକୁ ହୁଅଇ ତା ଶିର ନରକ ଭୁଞ୍ଜଇ ପାମର। ଯାହାର ଶ୍ରେଷ୍ଠ ଯେଉଁ ଜନ ସେ ତାଙ୍କ ନ କରେ ବନ୍ଦନ। କ୍ଷାର କର୍ଦ୍ଦମେ ସେ ପଡ଼ଇ ବହୁତ ଯାତନା ଭୁଞ୍ଜଇ। ଯେ ପ୍ରାଣୀ ନର ମେଧ କରେ ଦେବତା ସନ୍ତୋଷ ପ୍ରକାରେ। ସ୍ତ୍ରୀ ବାଳକ ପଶୁ ମାରେ ଡାକିନୀ ରୂପେ ସେ ସଂସରେ। ସେହି ବାଳକ ପଶୁମାନେ ପ୍ରବେଶୀ ଯମର ସଦନେ। ରାକ୍ଷସ ରୂପକୁ ଆଚରି ଶୋଣିତ ପିବନ୍ତି ତାହାରି। ସେ ସ୍ତ୍ରୀ ପୁରୁଷର କତ ଖାଇ ହୁଅନ୍ତି ମଦେ ମତ୍ତ। ନାଚନ୍ତି ଗାୟନ୍ତି ହରଷେ ଯେମନ୍ତ ରାକ୍ଷସ ପୁରୁଷେ। ବିବିଧ ରଜ୍ଜୁର ପ୍ରକାରେ ଯେ ନର ଗ୍ରାମ୍ୟ ଅରଣ୍ୟରେ। ବିଶ୍ୱାସୀ ପଶୁଙ୍କୁ ମାରଇ ସେ ନର ନରକେ ପଡ଼ଇ। ପାଶେ ବନ୍ଧନ ହୋଇ ସେହି କ୍ଷୁଧା ତୃଷ୍ଣାରେ ପୀଡ଼ା ପାଇ। ବୃକ କୁକୁର ଗୃଧ୍ରଗଣ ତୁଣ୍ଡରେ କରନ୍ତି ତାଡ଼ନ। ବିବିଧ କ୍ଲେଶକୁ ଲୋଭଇ ଆପଣା କର୍ମ ସୁମରଇ। ଉଗ୍ର ସ୍ୱଭାବ ଯେଉଁ ନର ପ୍ରାଣୀଙ୍କୁ ଉଦବେଗ କରେ। ଉଗ୍ର ସ୍ୱଭାବ ଯେଉଁ ନରେ ପ୍ରାଣୀଙ୍କୁ ଉଦବେଗ କରେ। ନନ୍ଦ ଶୁକ ଘୋର ନରକେ ପଡ଼ନ୍ତି ଯାଇ ପରଲୋକେ। ପଞ୍ଚ ବା ସପ୍ତ ମୁଖ ଯାର ଏମନ୍ତ ଦନ୍ଦ ଶୁକ ବର। ଅନେକ ଅଛନ୍ତି ତହିଁରେ ଭକ୍ଷନ୍ତି ସେ ପାପୀ ଶରୀରେ। ଯେ ଗର୍ଭତ ଆଦି କଷ୍ଟ ସ୍ଥଳେ ପ୍ରାଣୀଙ୍କି ଥୋଇ ଅବହେଳେ। ଦ୍ୱାର ରୁନ୍ଧଇ ମୁଦ ଦେଇ ସେ ନର ନରକେ ପଡ଼ଇ। ଗର୍ତ୍ତେ ପାମରକୁ ଥୁଅନ୍ତି ମଧୁମ ଅଗ୍ନି ଦ୍ୱାରେ ଦିଅନ୍ତି। ପୂର୍ବେ ଯେ ଆସି ଯାଇ ନାହିଁ ଅତିଥି ଭାବରେ ଆସଇ। ଗୃହେ ନ ରଖି ତାକୁ ଯେବେ ଅବଲୋକଇ କ୍ରୋଧ ଭାବେ। କର୍କଶ ବାକ୍ୟ ତାକୁ କହି ଅନ୍ତେ ସେ ନରକେ ପଡ଼ଇ। ବକ୍ରତୁଣ୍ଡ ଯେ ଗୃଧ କଙ୍କ କାକ ସହିତେ ଯେ ବାବକ। ଦୀର୍ଘ ଚଞ୍ଚୁରେ ଚିରି ତାର ଚକ୍ଷୁ ଖୋଳନ୍ତି ନୃପବର। ଯେ ଅହଙ୍କାରେ ଛନ୍ନ ହୋଇ ପ୍ରାଣୀଙ୍କି କଟାକ୍ଷେ ଚାହଇଁ।
କୁଟିଳ ହୃଦୟ ଭାବରେ ଜୀବର ମନ୍ଦକୁ ଆଚରେ। ଅନ୍ତେ ସେ ଯାଇ ପରଲୋକେ ପଡ଼େ ନରକ ସୂଚି ମୁଖେ। ତହିଁରେ ପାପୀର ଶରୀର ପୀଡ଼ନ୍ତି ଯମର କିଙ୍କର। ଏମନ୍ତ ପ୍ରକାରେ ରାଜନ ଶତ ଶତ ନରକମାନ। ଅଛନ୍ତି ଯମର ସଦନ ତହିଁ ପାପୀଙ୍କ ନିଜ ସ୍ଥାନ। ଯେ ଯେତେ କର୍ମ ଆଚରଇ ସେ ରୂପେ ଫଳ ସେ ଭୁଞ୍ଜଇ। ନିବୃତ୍ତି ମାର୍ଗର ଲକ୍ଷଣ ଆଗେ ତ କହିଛୁ ରାଜନ। ଏ ଚତୁର୍ଦ୍ଦଶ ଭାଗ ହୋଇ ବ୍ରହ୍ମାଣ୍ଡ କୋଶ ଏ ବୋଲାଇ। ପୁରାଣ ଅନୁମାନ କରି ତୁମ୍ଭରେ କହିଲୁ ବିସ୍ତାରି। ଯେ ଭାଗବତ ନାରାୟଣ ମହାପୁରୁଷ ଭଗବାନ। ଗରିଷ୍ଠ ରୂପ ତାହାଙ୍କର ମାୟା ଗୁଣରେ ନୃପବର। ଯେତେକ ବର୍ଣ୍ଣିଲଇଁ ମୁହିଁ ସକଳ ରୂପ ସେ ଅଟଇ। ଯେ ନର ଶ୍ରଦ୍ଧାବନ୍ତ ହୋଇ ପଢ଼ଇ ଶୁଣଇ ଶୁଣାଇ। ସେ ସାଧୁ ଭକ୍ତ ଶୁଦ୍ଧ ନର ପରମ ଆତ୍ମା ଯେ ଈଶ୍ୱର। ଅଚିନ୍ତ୍ୟ ରୂପଟି ଯାହାର ପରମ ସୂକ୍ଷ୍ମ ରୂପ ପର। ଅତି ସୂକ୍ଷ୍ମରୁ ସୂକ୍ଷ୍ମତର ଦେବଙ୍କୁ ଯାହା ଅଗୋଚର। ସ୍ୱଗତି ଲଭଇ ସେ ଜନ ପରମ ଶ୍ରେଷ୍ଠତା ଜୀବନ। ଦୀପ ବରଷ ନଦୀ ଗିରି ସର୍ବ ସମୁଦ୍ର ଦଣ୍ଡଧାରୀ। ପାତାଳ ଦିଗ ଯେ ନରକ ଭାଗ ଲକ୍ଷଣ ଯେତେ ଲୋକ। ଈଶ୍ୱର ସ୍ଥଳ ଯେ ଶରୀର ଆଶ୍ରୟ ସକଳ ଜୀବର। ଏ ସର୍ବ ବିଭାଗ ପ୍ରକାରେ ଭୋନୃପ କହିଲୁ ତୁମ୍ଭରେ। କହଇ ଜଗନ୍ନାଥ ଦାସ ପଞ୍ଚମ ସ୍କନ୍ଧେ ସୁଧାରସ। ସାଦରେ ପିୟ ସାଧୁ ପ୍ରାଣୀ ତରିବ ଭବ ତରଙ୍ଗିଣୀ। ଏ ଯେ ସଂସାର ସିନ୍ଧୁ ଘୋର ଦୁଷ୍ଟ ଜନରେ ଭୟଙ୍କର। ପାଦ ପଲ୍ଲବ ଯୁଗ ଧରି ସୁଖେ ତରିବ ଭବ ବାରି। ତା ବିନୁ ଅନ୍ୟ ଗତି ନାହିଁ ତ୍ରାହି କରିବେ ଭାବଗ୍ରାହୀ। इति श्रीमद्भागवते महापुराणे पारमहंस्यां संहितायां पंचमस्कन्धे नरकानुवर्णनं नाम षड्विंशोऽध्यायः।